दिन ଦ୍ୱିପହର ଥିଲା। ରାମନାଥ ବାବୁ ତାଙ୍କ ରୁମ୍ରେ ଥିବା ଗୋଟିଏ ପୁରୁଣା ଚେୟାରରେ ବସି ଚୁପଚାପ ଝରକା ଦେଇ ବାହାରକୁ ଚାହିଁ ରହିଥିଲେ। ହଠାତ୍ ଟେବୁଲ ଉପରେ ଥିବା ତାଙ୍କ ମୋବାଇଲଟି ବାଜି ଉଠିଲା। ସେ ମୋବାଇଲ ଉଠାଇଲେ। ଏହା ତ ତାଙ୍କର ପିଲାଦିନର ବନ୍ଧୁ ମାଧବ। ନମସ୍କାର ରାମନାଥ ଭାଇ। ରାମନାଥ ବାବୁ ଧୀମା ସ୍ୱରରେ ଉତ୍ତର ଦେଲେ। ହଁ ହଁ କୁହ ମାଧବ। ତାଙ୍କ କଣ୍ଠରେ କ୍ଳାନ୍ତି ଏବଂ ଅସହାୟତା ଥିଲା। ଅନ୍ୟ ପାର୍ଶ୍ୱରୁ ତାଙ୍କ ପିଲାଦିନର ବନ୍ଧୁ ମାଧବର ସତେଜ ସ୍ୱର ଶୁଭିଲା। ରାମନାଥ, ମୁଁ ମାଧବ। ତୁମେ କିପରି ଅଛ? ତାପରେ ହଠାତ୍ ସେ ଟିକିଏ ରହିଯାଇ କହିଲେ, ଗୋଟିଏ ମିନିଟ୍। ତୁମକୁ କ'ଣ ହୋଇଛି? ଏତେ ସୁସ୍ତି ଏବଂ ଧୀର ଶୁଣାଯାଉଛି। ସବୁ ଠିକ୍ ଅଛି ନା? ତୁମେ କାହିଁକି ଦୁଃଖିତ ଥିଲା ପରି ମନେ ହେଉଛ? ରାମନାଥ ବାବୁ କିଛି ମୁହୂର୍ତ୍ତ ପାଇଁ ନୀରବ ରହିଲେ। ତାପରେ ଏକ ଗଭୀର ଏବଂ ଧୀର ନିଶ୍ୱାସ ନେଇ ସେ କହିଲେ, କ'ଣ କହିବି ମାଧବ? ଆଜି ମୁଁ ମୋ ନିଜ ଘରେ ଅଣନିଶ୍ୱାସୀ ହୋଇଯାଇଛି। ମୋ ପୁଅମାନେ ଏହି ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଶୁଣି ମାଧବ ସ୍ତବ୍ଧ ହୋଇଗଲେ। କ'ଣ କହୁଛୁ? ଆରେ ସେହି ରମେଶ ଏବଂ ସୁରେଶ, ମୁଁ ନିଜ ଆଖିରେ ଦେଖିଛି ତୁମେ ସେମାନଙ୍କ ପାଇଁ କ'ଣ ନ କରିଛ। ଆଉ ଆଜି? ରାମନାଥ ବାବୁ ଟିକେ ସ୍ମିତ ହସ ହସିଲେ। ହଁ ମାଧବ, ସେମାନେ ମୋତେ କହିଲେ ଯେ କିଛି ସରକାରୀ କାମ ପାଇଁ କାଗଜପତ୍ରରେ ଦସ୍ତଖତ ଆବଶ୍ୟକ। ମୁଁ ତ ଜଣେ ନିରକ୍ଷର ବ୍ୟକ୍ତି, ତାଙ୍କୁ ବିଶ୍ୱାସ କଲି। ଏବେ ମୁଁ ବୁଝିପାରୁଛି ଯେ ଘର ବିକ୍ରୟ କରିବା ପାଇଁ ସେ ସବୁ କାଗଜପତ୍ର ଆବଶ୍ୟକ ଥିଲା। ତାଙ୍କ କଣ୍ଠରେ ଅସହାୟତାର ସମୁଦ୍ର ଲହରୀ ମାରୁଥିଲା। କିନ୍ତୁ କାହିଁକି? ତୁମେ ଏଇ ଘର? ମାଧବଙ୍କ କଥା ଅସମ୍ପୂର୍ଣ୍ଣ ରହିଗଲା। ରାମନାଥ ବାବୁ କହିଲେ, ଆଜିକାଲିର ପିଲାମାନେ କୋଉଠି କାରଣ କହୁଛନ୍ତି ମାଧବ। ସେମାନେ ବାପା ମାଆଙ୍କୁ କିଛି କହିବାକୁ ଆବଶ୍ୟକ ମନେ କରନ୍ତି ନାହିଁ। ମୁଁ ଭାବୁଛି ଯେ ହୁଏତ ସେମାନେ ଅନ୍ୟ କୌଣସି ସହରରେ କିମ୍ବା ବିଦେଶରେ ଚାକିରି ପାଇଥିବେ। ଅନେକ ଦିନ ଧରି ସେମାନେ ପରସ୍ପର ମଧ୍ୟରେ ଫୁସ୍ଫାସ୍ କରୁଥିଲେ, ଯାହାକୁ ମୁଁ ଅଣଦେଖା କରୁଥିଲି। ହଠାତ୍ ତାଙ୍କ ସ୍ୱର ନରମ ହୋଇଗଲା। କିନ୍ତୁ ଗତକାଲି ରାତିରେ ମୁଁ କବାଟ ପଛରୁ ଶୁଣିପାରିଲି ସୁରେଶ ରମେଶକୁ କହୁଥିଲା, ତୁମେ ଠିକ୍ କହୁଛ ଭାଇ। ଯଦି ବାପା ତାଙ୍କ ବୟସର ଲୋକଙ୍କ ସହିତ ରହିବେ ତେବେ ସେ ବହୁତ ଖୁସିରେ ରହିବେ। ଏହା କହିବା ସମୟରେ ରାମନାଥଙ୍କ ହୃଦୟ ଥରି ଉଠିଲା। ମାଧବ, ପ୍ରଥମେ ମୁଁ କିଛି ବୁଝିପାରିଲି ନାହିଁ, କିନ୍ତୁ ଏବେ ମୁଁ ସ୍ପଷ୍ଟ ଭାବରେ ବୁଝିପାରୁଛି ଯେ ଏଠାରେ ମୋତେ ବୃଦ୍ଧାଶ୍ରମରେ ଛାଡ଼ିବା ପାଇଁ ପ୍ରସ୍ତୁତ ଚାଲିଛି। ତାଙ୍କ ଆଖିରୁ ଲୁହ ବାହାରି ଆସିଲା। ସେ ଶୀଘ୍ର ଫୋନ୍ କାଟିଦେଲେ, କାରଣ ସେ ଚାହୁଁନଥିଲେ ଯେ ତାଙ୍କ ବନ୍ଧୁ ତାଙ୍କ କାନ୍ଦ ଶୁଣନ୍ତୁ। ବାହାରେ ଅନ୍ଧାର ହେବାକୁ ଲାଗିଲା ଏବଂ ଅତୀତର ସ୍ମୃତି ତାଙ୍କ ମନରେ ଏକ ଚଳଚ୍ଚିତ୍ର ପରି ଦେଖାଯିବାକୁ ଲାଗିଲା। ତାଙ୍କୁ ତାଙ୍କର ପୁରୁଣା ବଡ଼ ପୈତୃକ ଘର ମନେ ପଡ଼ିଲା। ଏକ 2 ମହଲା ବିଶିଷ୍ଟ ଘର, ଯେଉଁଠାରେ ଗୋଟିଏ ବଡ଼ ଅଗଣା ଥିଲା, ଯେଉଁଠି ଶାରଦା ତୁଳସୀ ଚଉରାରେ ପାଣି ଦେଉଥିଲେ ଓ ପିଲାମାନଙ୍କ କୋଳାହଳ ପ୍ରତିଧ୍ୱନିତ ହେଉଥିଲା। କିନ୍ତୁ ଯେତେବେଳେ ପିଲାମାନଙ୍କ ଉଚ୍ଚଶିକ୍ଷାର ସମୟ ଆସିଲା, ସେତେବେଳେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ପଡ଼ିଲା। ପଢ଼ା ଲେଖାରେ ବହୁତ ଖର୍ଚ୍ଚ ହେଉଥିଲା। ଇଞ୍ଜିନିୟରିଂ, MBA, କୋଚିଂ, ପୁସ୍ତକ। ତାଙ୍କର ସ୍ୱପ୍ନ ଥିଲା ଯେ ରମେଶ ଏବଂ ସୁରେଶ ବଡ଼ ଲୋକ ହୁଅନ୍ତୁ। ଏଥିପାଇଁ ସେ ନିଜର ବଡ଼ ଘରକୁ ବିକ୍ରି କରିଦେଲେ। ତାପରେ ସେ ଶାରଦାଙ୍କୁ କହିଥିଲେ, ଦେଖ, ଗୋଟିଏ ଦିନ ଆମର ପୁଅମାନେ ଆମର ନାଁ ରଖିବେ। ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଆଗରେ ଏହି ଘରର ତ୍ୟାଗ କିଛି ନୁହେଁ। ତାଙ୍କ ଆଖି ଆଗରେ ସେହି ଦିନଟି ଝଲସି ଉଠିଲା, ଯେତେବେଳେ ସେ ସେହି ଘର ବିକ୍ରି କରିଥିଲେ। ଘର ବିକ୍ରି କରି ସେ କିଛି ଟଙ୍କା ପାଇଲେ। ସେହି ଟଙ୍କାରୁ କିଛି ଅଂଶ ବାହାର କରି ଏହି ଛୋଟ ଘରଟି କିଣିଥିଲେ। ସଂକୀର୍ଣ୍ଣ ଗଳି, ଛୋଟ ଅଗଣା, ଜାଗା ବହୁତ କମ୍ ଥିଲା, କିନ୍ତୁ ତାଙ୍କର ହୃଦୟରେ ବହୁତ ଆଶା ଥିଲା। ବାକି ଟଙ୍କା ସେ ପିଲାମାନଙ୍କ ଶିକ୍ଷା ଏବଂ ସେମାନଙ୍କ ଭବିଷ୍ୟତର ମୂଳଦୁଆ ପାଇଁ ଖର୍ଚ୍ଚ କଲେ। ସେ ନିଜର ପ୍ରତ୍ୟେକ ସ୍ୱପ୍ନକୁ ବଳି ଦେଇଥିଲେ କେବଳ ଏହି ଆଶାରେ ଯେ ତାଙ୍କ ପୁଅମାନେ ଦିନେ ତାଙ୍କ ନାଁ ରଖିବେ ଏବଂ ବୃଦ୍ଧାବସ୍ଥାରେ ତାଙ୍କ ସାହାରା ହେବେ। ସ୍ମୃତିର ଦୁନିଆରୁ ସେ ଯେବେ ଫେରିଲେ, ତାଙ୍କ ଆଖି ଲୁହରେ ଭିଜି ଯାଇଥିଲା। ଆଜି ସେହି ପିଲାମାନେ, ଯେଉଁମାନଙ୍କୁ କାନ୍ଧରେ ବସାଇ ଆକାଶ ଛୁଇଁବା ଶିଖାଇଥିଲେ, ତାଙ୍କ ପାଦ ତଳୁ ମାଟି ଟାଣି ନେଉଛନ୍ତି। ତାଙ୍କ ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। ସେ ମନେ ମନେ କହିଲେ, ମୋ ବନ୍ଧୁମାନେ କହୁଥିଲେ, ରାମନାଥ, ତୁମେ ତୁମର ଘର କାହିଁକି ବିକ୍ରୟ କରୁଛ? ନିଜର ବୃଦ୍ଧାବସ୍ଥା ବିଷୟରେ ଭାବ। ମୁଁ ସେମାନଙ୍କୁ ଗର୍ବର ସହିତ କହୁଥିଲି ଯେ ମୋ ପିଲାମାନେ ମୋ ବୃଦ୍ଧାବସ୍ଥାର ସମ୍ପତ୍ତି ହେବେ। ସେମାନେ ମୋର ସାହାରା। କିନ୍ତୁ ଦେଖ ଶାରଦା, ଏବେ ପରିସ୍ଥିତି ଏପରି ହୋଇଛି ଯେ ମୋର ସାହାରା ହେବା ପରିବର୍ତ୍ତେ ଏହି ପିଲାମାନେ ମୋତେ କୌଣସି ବୃଦ୍ଧାଶ୍ରମରେ ଛାଡ଼ିବାକୁ ଚିନ୍ତା କରୁଛନ୍ତି। ବାହାରେ ସମୟ। ଏହି କଥାବାର୍ତ୍ତା କରୁଥିବା ସମୟରେ
ତାଙ୍କ ଆଖିରୁ ଲୁହ ଗଡ଼ି ଆସିଲା। ସେ ନିଜକୁ ପ୍ରଶ୍ନ କରିବାକୁ ଲାଗିଲେ, ଏହା କ'ଣ ମୋ ଜୀବନର ରୋଜଗାର? ଏହା କ'ଣ ମୋ ସଂଘର୍ଷର ଫଳ? ତାଙ୍କ ଆତ୍ମା କାନ୍ଦୁଥିଲା। କିନ୍ତୁ ସେହି ସମୟରେ ତାଙ୍କ ଭିତରେ କେଉଁଠି ନା କେଉଁଠି ବିଦ୍ରୋହର ଏକ ସୂକ୍ଷ୍ମ କଣିକା ଥିଲା। ଯଦି ମୁଁ ତୁମର ପଥ ସହଜ କରିବା ପାଇଁ ସବୁ କିଛି ଖର୍ଚ୍ଚ କରିଛି, ତେବେ ଆଜି ମୋତେ ପର ଭାବିବା ପାଇଁ ତୁମ ଦୁହିଁଙ୍କୁ କିଏ ଅଧିକାର ଦେଲା? ସେ ପରଦିନ ସକାଳେ ଉଠି ପାଣି ଆଣିବାକୁ ରୋଷେଇ ଘରକୁ ଗଲେ। ଠିକ୍ ସେତିକି ବେଳେ ରୋଷେଇ ଘର ବାହାରୁ ସ୍ୱର ଆସିଲା। ରମେଶ ଏବଂ ସୁରେଶ ପରସ୍ପର ସହିତ କଥା ହେଉଥିଲେ। ରମେଶ କହୁଥିଲା, ଭାଇ, ଆମର ସମସ୍ତ ପ୍ରସ୍ତୁତି ସରିଛି, ଠିକ୍ ନା? ସୁରେଶ ଉତ୍ତର ଦେଲେ, ହଁ ଭାଇ, ଆମେ କାଲି ବାପାଙ୍କୁ ସେଠାକୁ ନେଇଯିବା। ଏହା ଶୁଣି ରାମନାଥଙ୍କ ହାତରୁ ପାଣି ଗ୍ଲାସ୍ ଖସି ପଡ଼ିଲା। ଜୋରରେ ଶବ୍ଦ ଶୁଣାଗଲା। ତାଙ୍କ ହୃଦୟ ଏତେ ଜୋରରେ ଧଡ଼କିଲା ଯେ ନିଶ୍ୱାସ ନେବା କଷ୍ଟକର ହୋଇଗଲା। ପୁଅମାନେ ତାଙ୍କୁ କାଲି ସୁଦ୍ଧା କୁଆଡ଼େ ନେବାକୁ ପ୍ରସ୍ତୁତ ହେଉଥିଲେ। ଚୁପଚାପ ସେ କୋଠରୀକୁ ଆସି ତାଙ୍କ ପୁରୁଣା ଚେୟାରରେ ବସି ବହୁତ ସମୟ ପର୍ଯ୍ୟନ୍ତ ସାମ୍ନା କାନ୍ଥକୁ ଚାହିଁ ରହିଲେ। ସେହି କାନ୍ଥରେ ଶାରଦାଙ୍କ ସହିତ ତାଙ୍କର ଫଟୋ ଥିଲା। ବିବାହର ଫଟୋ, ପିଲାମାନଙ୍କ ସହିତ ଫଟୋ, ପାରିବାରିକ ଫଟୋ। ପ୍ରତ୍ୟେକ ଫଟୋ ଦେଖି ତାଙ୍କ ଗଳା କର୍କଶ ହୋଇଯାଉଥିଲା। ଶାରଦା, ଦେଖ, ତୁମେ ଏହି ପିଲାମାନଙ୍କ ଉପରେ ବିଶ୍ୱାସ କରୁଥିଲ। ତୁମେ କହୁଥିଲ ଯେ ଆମ ପିଲାମାନେ ହୀରା ଅଟନ୍ତି, ହୀରା। ସେମାନେ ଆମ ବୃଦ୍ଧାବସ୍ଥାରେ ଆମର ସାହାରା ହେବେ। ତାଙ୍କ ସ୍ୱର ଖଣ୍ଡନ ହୋଇଗଲା। ଆଜି ତୁମେ ଦେଖୁଛ ସେମାନେ କିପରି ସାହାରା ହେଉଛନ୍ତି। ତାଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା। ସେ ସେହି ଲୁହ ପୋଛିବାକୁ ଚେଷ୍ଟା ମଧ୍ୟ କରୁନଥିଲେ। ଠିକ୍ ସେତିକି ବେଳେ ତାଙ୍କ ସାନ ନାତି ଆର୍ୟନ ଦୌଡ଼ି ଆସି କହିଲେ, ଜେଜେବାପା, ତୁମେ କାହିଁକି କାନ୍ଦୁଛ? ରାମନାଥ ବାବୁ ଶୀଘ୍ର ତାଙ୍କ ଲୁହ ପୋଛିଦେଲେ ଏବଂ ପିଲାଟିକୁ ତାଙ୍କ କୋଳରେ ବସାଇ କହିଲେ, କିଛି ନାହିଁ ପୁଅ, ମୋ ଆଖିରେ କିଛି ପଶିଗଲା। ଜେଜେବାପା, ମମ୍ମି କହୁଥିଲେ ଯେ କାଲି ସେମାନେ ତୁମକୁ କୌଣସି ସ୍ଥାନକୁ ନେଇଯିବେ, ନିରୀହ ଆର୍ୟନ କହିଲା। ଏହା ଶୁଣି ରାମନାଥଙ୍କ ହୃଦୟ ପୁଣି ଭାଙ୍ଗିଗଲା। ଏବେ ଘରର ପିଲାମାନେ ମଧ୍ୟ ଜାଣିଗଲେଣି। ସେ ପ୍ରେମରେ ପିଲାଟିର ମୁଣ୍ଡକୁ ଆଉଁସି ଦେଇ କହିଲେ, ହଁ ପୁଅ, ଜେଜେବାପାଙ୍କୁ ଏକ ଲମ୍ବା ଯାତ୍ରା କରିବାକୁ ପଡ଼ିବ। ସେ ପୁଣି ପଚାରିଲା, ତୁମେ କେବେ ଫେରିବ? ରାମନାଥ ବାବୁଙ୍କ ପାଖରେ ଏହି ପ୍ରଶ୍ନର ଉତ୍ତର ନଥିଲା। ସେ ଚୁପ୍ ହୋଇଗଲେ ଏବଂ ପିଲାଟିକୁ ତାଙ୍କ ଛାତିରେ ଆଲିଙ୍ଗନ କଲେ। ଆଜି ସେ ଅନୁଭବ କଲେ ଯେ ହୁଏତ ଏହି ଶେଷ ଥର ପାଇଁ ନିଜ ନାତିକୁ ଆଲିଙ୍ଗନ କରୁଛନ୍ତି। ହୁଏତ ମୁଁ ଆଉ ଫେରି ପାରିବି ନାହିଁ। ସେ ମନେ ମନେ ଭାବିଲେ, ହୁଏତ ଏହା ଆମର ଶେଷ ସାକ୍ଷାତ। ତାପରେ ସେ ନିଜକୁ କହିଲେ ଯେ କାଲି ସୁଦ୍ଧା ମୁଁ ଏଠାରୁ ଚାଲିଯିବି। ମୁଁ ଜାଣିନାହିଁ ସେମାନେ ମୋତେ କେଉଁଠାକୁ ନେଇଯିବେ। ତାଙ୍କ ହୃଦୟ ଏତେ ଭାରି ଥିଲା ଯେ ନିଶ୍ୱାସ ନେବା କଷ୍ଟକର ହୋଇଗଲା। ଆଜି ପ୍ରଥମ ଥର ପାଇଁ ସେ ଅନୁଭବ କଲେ ଯେ ଜୀବନ ଏତେ ନିଷ୍ଠୁର ହୋଇପାରେ। ରାମନାଥ ବାବୁ ଯେଉଁ ସକାଳକୁ ଭୟ କରୁଥିଲେ, ସେହି ସକାଳ ଆସିଗଲା। ଆଜି ଘରେ ଏକ ଅଜବ ନୀରବତା ଥିଲା। ପ୍ରତିଦିନ ପରି ପିଲାମାନଙ୍କର କୌଣସି କୋଳାହଳ ନଥିଲା। ବୋହୂମାନଙ୍କ ହସ ମଜା ନଥିଲା। କେବଳ ଏକ ଅଜଣା ଉତ୍ତେଜନା ଥିଲା। ରାମନାଥ ବାବୁଙ୍କ ଆଖି ଘରର ପ୍ରତ୍ୟେକ ଜିନିଷକୁ ଦେଖୁଥିଲା। ସେ ତାକୁ ଏପରି ଦେଖୁଥିଲେ ଯେପରି ସେ ତାକୁ ସବୁଦିନ ପାଇଁ ତାଙ୍କ ସ୍ମୃତିରେ ବାନ୍ଧି ରଖିବାକୁ ଚାହୁଁଥିଲେ। ପ୍ରାୟ ମଧ୍ୟାହ୍ନ ସମୟରେ ରମେଶ ଏବଂ ସୁରେଶ ତାଙ୍କ ପାଖକୁ ଆସିଲେ। ସେମାନଙ୍କ ଦୁହିଁଙ୍କ ମୁହଁରେ ଏକ ଅଦ୍ଭୁତ ଗମ୍ଭୀରତା ଥିଲା। ସେମାନେ ଆଖି ମିଶାଇ ପାରୁନଥିଲେ। ରମେଶ ବହୁତ ଧୀର ସ୍ୱରରେ କହିଲେ, ବାପା, ପ୍ରସ୍ତୁତ ହୁଅ, ଆମକୁ ଯିବାକୁ ପଡ଼ିବ। ରାମନାଥ ବାବୁ ତାଙ୍କ ମୁହଁରେ କୌଣସି ଚିନ୍ତାର ରେଖା ଦେଖାଇବାକୁ ଦେଲେ ନାହିଁ। ସେ ମନେ ମନରେ ନିଷ୍ପତ୍ତି ନେଇଥିଲେ ଯେ ସେ ପ୍ରାର୍ଥନା କରିବେ ନାହିଁ କିମ୍ବା କାନ୍ଦିବେ ନାହିଁ। ସେ ଧୀରେ ଉଠି ତାଙ୍କ ରୁମକୁ ଗଲେ। ସେ ଏକ ଛୋଟ ବ୍ୟାଗ୍ ଉଠାଇଲେ, ଯେଉଁଥିରେ ସେ ପୂର୍ବ ରାତିରେ ଶାରଦାଙ୍କର ଏକ ପୁରୁଣା ଫଟୋ, ଏକ ଛୋଟ ଗୀତା ଏବଂ ଚଷମା ରଖିଥିଲେ। ଏହା ହିଁ ତାଙ୍କର ସମ୍ପୂର୍ଣ୍ଣ ଜମାପୁଞ୍ଜି ଥିଲା, ଯାହାକୁ ନିଜ ସହିତ ନେଇପାରିବେ। ଯେତେବେଳେ ସେ ରୁମ୍ରୁ ବାହାରି ଆସିଲେ, ସେ ତାଙ୍କ ବୋହୂମାନଙ୍କୁ କିମ୍ବା ନାତିମାନଙ୍କୁ ଦେଖିପାରିଲେ ନାହିଁ। ସେ ଭାବିଲେ, ହୁଏତ ସେମାନଙ୍କୁ କିଛି ଚିନ୍ତା ନାହିଁ ଯେ ମୁଁ ଚାଲିଯାଉଛି। ଏହା ଭାବି ତାଙ୍କ ହୃଦୟ ବହୁତ ଭାରୀ ହୋଇଗଲା। ରାମନାଥ ବାବୁ ତାଙ୍କ ସମଗ୍ର ଘରକୁ ଶେଷ ଥର ପାଇଁ ଚାହିଁଲେ। ଆଜି ସବୁକିଛି ତାଙ୍କ ପାଇଁ ଅପରିଚିତ ମନେ ହେଉଥିଲା, ଯେପରି ଏହା ଅନ୍ୟ କାହାର ଘର ଏବଂ ସେ କେବଳ ଜଣେ ଅତିଥି ଯାହାର ବିଦାୟର ସମୟ ଆସିଯାଇଛି। ସେ ଦ୍ୱାର ଆଡ଼କୁ ଚାଲିଗଲେ। ତାଙ୍କୁ ପ୍ରତ୍ୟେକ ପଦକ୍ଷେପ ପାହାଡ଼ ପରି ଭାରି ଲାଗୁଥିଲା। ତାଙ୍କର ମନ ହେଉଥିଲା ଯେପରି ପଛକୁ ଫେରି ନିଜ ପିଲାମାନଙ୍କୁ କୁଣ୍ଢେଇ ଧରି କହିବେ, ମୋତେ କୁଆଡ଼େ ପଠାଅ ନାହିଁ, ମୁଁ ତୁମ ବିନା ବଞ୍ଚିପାରିବି ନାହିଁ। କିନ୍ତୁ ତାଙ୍କର ଆତ୍ମସମ୍ମାନ ତାଙ୍କୁ ବାଧା ଦେଇଥିଲା। ରାମନାଥ ବାବୁ ଗୋଟିଏ ଦୀର୍ଘ ନିଶ୍ୱାସ ନେଇ ଘରର ଦ୍ୱାର ବାହାରକୁ ପାଦ ବଢ଼ାଇଲେ। ବାହାରେ ଗାଡ଼ି ପାର୍କିଂ ହୋଇଥିଲା।
ସେ ଗାଡ଼ିରେ ବସିବା ମାତ୍ରେ ତାଙ୍କୁ ଲାଗିଲା ଯେପରି ସେ ନିଜ ହାତରେ ତାଙ୍କ ଘରର ଦ୍ୱାର ସବୁଦିନ ପାଇଁ ବନ୍ଦ କରିଦେଇଛନ୍ତି। ଗାଡ଼ି ଚାଲିବାକୁ ଲାଗିଲା। ଗାଡ଼ିରେ ଝରକା ବାହାରକୁ ଚାହିଁ ରାମନାଥ ବାବୁ ଅନୁଭବ କରୁଥିଲେ ଯେ ଧୀରେ ଧୀରେ ତାଙ୍କ ଘର, ତାଙ୍କ ଦୁନିଆ ଏବଂ ତାଙ୍କ ଉପସ୍ଥିତି ସମସ୍ତଙ୍କ ଜୀବନରୁ ଦୂର ହୋଇଯାଉଛି। ତାଙ୍କ ହୃଦୟ ଭାବନାରେ ବୁଡ଼ି ଯାଉଥିଲା। ସେ ଭାବିବାକୁ ଲାଗିଲେ ଯେ ସେହି ବୃଦ୍ଧାଶ୍ରମ କିପରି ଥିବ। ପୁରୁଣା କାନ୍ଥର ଗୋଟିଏ ଛୋଟ କୋଠରୀ ଭିତରେ ଗୋଟିଏ ଲୁହାର ଖଟ ସହିତ ମୋ ପରି ଆହୁରି ଅନେକ ଦୁର୍ଭାଗ୍ୟ ବାପା ଥିବେ ଯେଉଁମାନେ ନିଜ ପୁଅମାନଙ୍କ ପାଇଁ ଅପେକ୍ଷା କରୁଥିବେ। ସେମାନେ କଥା ହେଉଥିଲେ ଯେ ସେଠାରେ ମୋ ସମବୟସ୍କ ଲୋକଙ୍କୁ ଭେଟି ମୁଁ ମନୋରଞ୍ଜନ କରିବି। ଏହା ଭାବିବା ମାତ୍ରେ ତାଙ୍କ ଓଠରେ ଏକ ତିକ୍ତ ହସ ଫୁଟି ଉଠିଲା। ମୋ ସମବୟସ୍କ ତ ମୋ ନାତି ନାତୁଣୀମାନେ ଥିଲେ। ମୁଁ ସେମାନଙ୍କ ପିଲାଳିଆମି କଥାବାର୍ତ୍ତାରେ ମନୋରଞ୍ଜନ କରୁଥିଲି। ଜଣେ ବୃଦ୍ଧ ଲୋକ ତ ନିଜେ ପିଲା ପରି ହୋଇଯାଏ। ସେହି ଅପରିଚିତ ଲୋକଙ୍କ ମଧ୍ୟରେ ମୁଁ କ'ଣ ଖୁସି ପାଇବି? ସାହସ ସଂଗ୍ରହ କରି ସେ ତାଙ୍କ ଜୀବନରେ ଥିବା ସମସ୍ତ ଶକ୍ତି ସଂଗ୍ରହ କଲେ ଏବଂ ଏକ ପ୍ରଶ୍ନ ପଚାରିଲେ ଯାହା ତାଙ୍କ ହୃଦୟରୁ ଚିରି ବାହାରକୁ ଆସିଲା। ପୁଅ, କେବଳ ମୋତେ କୁହ, ତୁମେ ମୋତେ କେଉଁଠିକୁ ନେଉଛ? ସୁରେଶ କହିଲେ, ବାପା, ତୁମେ କିଛି ସମୟ ମଧ୍ୟରେ ତୁମର ସମସ୍ତ ପ୍ରଶ୍ନର ଉତ୍ତର ପାଇଯିବ। ଗାଡ଼ିଟି ସହରର ଭିଡ଼ ରାସ୍ତା ଛାଡ଼ି ରାଜପଥରେ ଆସିଲା। ରାମନାଥ ବାବୁ ଭାବିଲେ ଯେ ଏମାନେ ମୋତେ କେତେ ଦୂର ନେଇଯିବେ, ହୁଏତ ଏପରି ଏକ ସ୍ଥାନକୁ ଯେଉଁଠାରୁ ମୁଁ ଫେରି ପାରିବି ନାହିଁ। ସେ ଆଖି ବନ୍ଦ କରି ସିଟ୍ ଉପରେ ମୁଣ୍ଡ ରଖିଲେ। ଏବେ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଭାଗ୍ୟ ହାତରେ ସମର୍ପଣ କରିଦେଇଥିଲେ। ତାଙ୍କ ମନ ଖାଲି ହୋଇଯାଇଥିଲା, କିନ୍ତୁ ଶାନ୍ତ ନୁହେଁ। କିଛି ସମୟ ପରେ ଗାଡ଼ିର ଗତି ଧୀର ହୋଇଗଲା ଏବଂ ଏହା ଗୋଟିଏ ବଡ଼ ଲୁହା ଫାଟକ ସମ୍ମୁଖରେ ଯାଇ ଅଟକିଗଲା। ବାପା, ଆମେ ଆସିଗଲେ। ଓହ୍ଲାଇ ଆସ। ଗେଟ୍ ଖୋଲିବା ସମୟରେ ସୁରେଶ କହିଲେ। ରାମନାଥ ବାବୁଙ୍କ ପାଦ ମାଟିରେ ଜମାଟ ବାନ୍ଧି ଯାଇଥିବା ପରି ମନେ ହେଉଥିଲା। ଉଠାଇବାକୁ ତାଙ୍କର ସାହସ ନଥିଲା। ତାଙ୍କ ହୃଦୟ ଏକ ଭାରି ପଥର ପରି ବୁଡ଼ି ଯାଇଥିଲା। ତାଙ୍କୁ ଲାଗୁଥିଲା ଯେପରି କୌଣସି ବ୍ୟକ୍ତି ତାଙ୍କୁ ଫାଶୀ ଖୁଣ୍ଟକୁ ନେଇଯାଉଛି। ସେ ଥରୁଥିବା ହାତରେ ଗେଟ୍ର ସାହାରା ନେଇ ବାହାରକୁ ଆସିଲେ। ସେ ଏକ ଗଭୀର ନିଶ୍ୱାସ ନେଲେ ଏବଂ ତାଙ୍କର ଅସ୍ପଷ୍ଟ ଆଖି ଉପରକୁ ଉଠାଇଲେ। ରାମନାଥ ବାବୁଙ୍କ ନିଶ୍ୱାସ ଯେମିତି ବନ୍ଦ ହୋଇଗଲା। ତାଙ୍କ ପାଦ ତଳୁ ମାଟି ଖସିଗଲା। ତାଙ୍କ ଆତ୍ମା ଥରି ଉଠିଲା। ତାଙ୍କ ସମ୍ମୁଖରେ ବିରାଟ ପୁରୁଣା ନିମ ଗଛ। ସେହି ଗଛ ଯାହାର ଡାଳରେ ସେ ତାଙ୍କ ପିଲାମାନଙ୍କୁ ଦୋଳି ବାନ୍ଧି ଝୁଲାଉଥିଲେ। ସେହି ଗଛ ଯାହାର ଛାଇ ତଳେ ବସି ଶାରଦା ସ୍ୱେଟର ବୁଣୁଥିଲେ। ତାଙ୍କ ମନ ସ୍ତବ୍ଧ ହୋଇଗଲା। ଏହା କିପରି ସମ୍ଭବ? ସେ ଗଛ ଉପରୁ ତାଙ୍କର ଥରୁଥିବା ଆଖିକୁ ହଟାଇ ଫାଟକ ପଛକୁ ଚାହିଁଲେ ଏବଂ ଯାହା ଦେଖିଲେ ତାହା ତାଙ୍କ ଆତ୍ମାକୁ ଥରାଇଦେଲା। ଏହା ତାଙ୍କର ପୁରୁଣା ପୈତୃକ ଘର ଥିଲା। ସେହି ଅଗଣା, ସେହି ତୁଳସୀ ଚଉରା ଯାହାର ପ୍ରତ୍ୟେକ ଇଟାରେ ତାଙ୍କର ଏବଂ ଶାରଦାଙ୍କର ସ୍ମୃତି ନିଶ୍ୱାସ ନେଉଥିଲା। ସେ ପ୍ରତିମା ପରି ନିର୍ବାକ ହୋଇ ଠିଆ ହୋଇଥିଲେ। ତାଙ୍କର ଶୁଖିଲା ଓଠ ଖୋଲା ରହିଲା ଏବଂ ତାଙ୍କ ଆଖିରୁ ଅବିଶ୍ୱାସ ଏବଂ ଅପାର ଖୁସିର ଏକ ଉଷ୍ମ ଧାରା ବହିଲା। ତାପରେ ରମେଶ ଏବଂ ସୁରେଶ ଉଭୟ ପାର୍ଶ୍ୱରୁ ତାଙ୍କୁ ସାହାରା ଦେଲେ। ରମେଶଙ୍କ କଣ୍ଠ ଭାବନାରେ ରୁଦ୍ଧ ହୋଇଗଲା। ବାପା, ଆମେ ତୁମକୁ ତୁମର ଦୁନିଆକୁ ଫେରାଇ ଆଣିଛୁ। ରାମନାଥ ବାବୁ କିଛି କହିପାରିଲେ ନାହିଁ। ତାଙ୍କର ଲୁହ ଥମି ନଥିଲା। ତୁମେ ଦୁହେଁ ମୋ ପାଇଁ ଏତେ ସବୁ କଲ। ରମେଶ କହିଲେ, ବାପା, ତୁମେ ଆମ ପାଇଁ ତୁମର ଘର ବିକ୍ରୟ କରିଦେଲ। ତୁମର ଘର ଫେରାଇ ଆଣିବା ଆମର କର୍ତ୍ତବ୍ୟ ଥିଲା। ଆମେ ସେହି ଘରଟି ବିକ୍ରୟ କରିଦେଲୁ ଯାହାଦ୍ୱାରା ଏଠାରେ ବ୍ୟବସ୍ଥା ଭଲ ହୋଇପାରିବ। କିନ୍ତୁ ପୁଅ, ମୁଁ ଭାବିଥିଲି ଯେ ତୁମେମାନେ ମୋତେ ବୃଦ୍ଧାଶ୍ରମକୁ। ରାମନାଥ ବାବୁ କ୍ଳାନ୍ତ ସ୍ୱରରେ କହିଲେ, ଓଃ, ନା ନା ବାପା, ଆମେ ଏପରି କିପରି ଭାବିପାରିବୁ? ରମେଶ କହିଲେ। ସେ ପୁଣି କହିଲେ, ପୁଅ, ତୁମେମାନେ ହିଁ କହୁଥିଲ ଯେ ତୁମେ ମୋତେ ମୋ ବୟସର ଲୋକଙ୍କ ପାଖରେ ଛାଡ଼ିଦେବ। ସୁରେଶ କହିଲେ, ବାପା, ଯେତେବେଳେ ଆମେ କହିଥିଲୁ ଯେ ତୁମେ ତୁମ ବୟସର ଲୋକଙ୍କ ପାଖରେ ରହିଲେ ଖୁସି ହେବ, ଆମର ଅର୍ଥ ବୃଦ୍ଧାଶ୍ରମର ଅପରିଚିତ ଲୋକଙ୍କୁ ନୁହେଁ। ଆମର ଅର୍ଥ ତୁମର ପିଲାଦିନର ବନ୍ଧୁ ଶର୍ମା ମଉସା ଏବଂ ରମେଶ ମଉସା, ଯେଉଁମାନେ ଏବେ ବି ଏଠାରେ ପଡ଼ିଶାରେ ରୁହନ୍ତି। ଆମକୁ କ୍ଷମା କରିବ ବାପା। ଆମେ ତୁମଠାରୁ ସବୁ କିଛି ଲୁଚାଇ ରଖିଥିଲୁ। ଆମେ ଚାହୁଁଥିଲୁ ଏହା ତୁମ ପାଇଁ ଏକ ସରପ୍ରାଇଜ୍ ହେଉ। ଆମେ ଚାହୁଁଥିଲୁ ତୁମେ ତୁମର ପୁରୁଣା ଜାଗାକୁ, ତୁମ ଲୋକଙ୍କ ପାଖକୁ ଫେରିଆସ। ରାମନାଥଜୀ କିଛି କହିପାରିଲେ ନାହିଁ। ସେ କେବଳ ତାଙ୍କ ପୁଅମାନଙ୍କ ମୁହଁକୁ ଦେଖୁଥିଲେ, ଯେଉଁଠାରେ ସେମାନେ ସେମାନଙ୍କ ବାପାଙ୍କ ପ୍ରତି ଅପାର ପ୍ରେମ ପ୍ରତିଫଳିତ କରୁଥିଲେ। ସେ ତାଙ୍କ ଦୁଇ ପୁଅଙ୍କୁ ଜୋରରେ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲେ। ଆଜି ତାଙ୍କର ଲୁହ ଅସହାୟତା କିମ୍ବା ଦୁଃଖର ନୁହେଁ, ବରଂ ଗର୍ବ, ଆଶ୍ୱସ୍ତି ଏବଂ ସେହି ଖୁସିର ଥିଲା
ଯାହାକୁ ସେ ସବୁବେଳ ପାଇଁ ହରାଇ ଦେଇଛନ୍ତି ବୋଲି ଭାବିଥିଲେ। ତାଙ୍କ ପୁଅମାନେ ମଧ୍ୟ ସେମାନଙ୍କ ବାପାଙ୍କ ସହିତ କାନ୍ଦୁଥିଲେ। ଏହା ଏକ ଲୁହର ସଙ୍ଗମ ଥିଲା, ଯେଉଁଠାରେ ସମସ୍ତ ଦୁଃଖ ଧୋଇ ଯାଉଥିଲା। ଠିକ୍ ସେତିକି ବେଳେ ଘରର ମୁଖ୍ୟ ଦ୍ୱାର ଖୋଲିଗଲା ଏବଂ ତାଙ୍କର ଦୁଇ ବୋହୂ ଆରତି ଥାଳି ଧରି ଠିଆ ହୋଇଥିଲେ। ସେମାନଙ୍କ ଆଖିରେ ମଧ୍ୟ ଆନନ୍ଦର ଲୁହ ଥିଲା। ସେମାନଙ୍କ ପଛରୁ ତାଙ୍କ ନାତି ନାତୁଣୀମାନେ ଆସିଗଲେ। ସେମାନେ ଚିତ୍କାର କରି ଦୌଡ଼ି ଆସି ତାଙ୍କ ଗୋଡ଼କୁ କୁଣ୍ଢେଇ ପକାଇଲେ। ଏହା ଦେଖି ରାମନାଥ ବାବୁଙ୍କୁ ଲାଗିଲା ଯେପରି ସେ ସ୍ୱପ୍ନରେ ଅଛନ୍ତି। ଘରଟି ଭିତରରୁ ସମ୍ପୂର୍ଣ୍ଣ ନୂତନ ଏବଂ ବିଳାସପୂର୍ଣ୍ଣ ଥିଲା। ରମେଶ କହିଲେ, ବାପା, ଆମେ ସହରରେ ଥିବା ଘରଟି ବିକ୍ରି କରିଦେଲୁ। ଆମର ସମସ୍ତ ସଞ୍ଚିତ ଅର୍ଥ ମିଶାଇ କେବଳ ଏହି ଘରଟି କିଣିଲୁ ନାହିଁ, ବରଂ ଏହା ପଛରେ ଥିବା ଜମି ମଧ୍ୟ କିଣି ଏଥିରେ ମିଶାଇ ଏହାକୁ ବଡ଼ କରିଦେଲୁ, ଯାହାଦ୍ୱାରା ଆମର ସମଗ୍ର ପରିବାର, ତୁମେ, ଆମେ ଏବଂ ତୁମର ନାତି ନାତୁଣୀମାନେ ସମସ୍ତେ ଏଠାରେ ଏକାଠି ରହିପାରିବା। ସେହି ସନ୍ଧ୍ୟାରେ ରାମନାଥ ବାବୁ ସେହି ଅଗଣାରେ ସେହି ନିମ୍ବ ଗଛ ତଳେ ତାଙ୍କର ପୁରୁଣା ଆରାମ ଚେୟାରରେ ବସିଥିଲେ। ତାଙ୍କ ନାତି ନାତୁଣୀମାନେ ତାଙ୍କ କୋଳରେ ଖେଳୁଥିଲେ ଏବଂ ତାଙ୍କ ପୁଅମାନେ ତାଙ୍କ ପାଖରେ ବସି ଅତୀତକୁ ମନେ ପକାଉଥିଲେ। ପବନରେ ମାଟିର ମଧୁର ବାସ୍ନା ମିଶି ତାଙ୍କୁ କହୁଥିଲା ଯେ ସେ ପ୍ରକୃତରେ ଘରକୁ ଆସିଯାଇଛନ୍ତି। ହଠାତ୍ ତାଙ୍କୁ ଲାଗିଲା ଯେପରି ଶାରଦା ମଧ୍ୟ ସେହି ପୁରୁଣା ନିମ ଗଛ ମୂଳରେ ବସି ମଧୁର ଭାବରେ ହସି ତାଙ୍କ କୋମଳ ସ୍ୱରରେ କହୁଛନ୍ତି, ଦେଖ, ମୁଁ ତୁମକୁ କହିଥିଲି ନା, ଆମର ପୁଅମାନେ ହୀରା। ହଁ ଶାରଦା, ତୁମର ବିଶ୍ୱାସ ଜିତିଛି। ଏହା କହିବା ସମୟରେ ତାଙ୍କ ଆଖିରୁ ଆନନ୍ଦର ଲୁହ ବହିଗଲା। ରମେଶ ଓ ସୁରେଶ ଯାହା କରିଲେ ତାହା ଠିକ୍ ନା ଭୁଲ, କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ଏହିପରି ଆହୁରି ସୁନ୍ଦର ସୁନ୍ଦର କାହାଣୀ ପାଇଁ ଆପଣଙ୍କର ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଧନ୍ୟବାଦ।